हे गाइस वेलकम टू आवर चैनल को। आज पुणी पंचायत गोटे मस्त हंड्रेड प्लेस को। आज जो प्लेस को जाऊँ बहुत वर्षर पुराणा राजा घर से जगह जीवु। तो आज रात मानसाई अच्छा शिवंर अच्छी अशोक अच्छी चंदन कैमेरा अच्छी। तो आम जीवु तो ये जगहटा मुझे जानी मानसाई कहते जगह विषय कौन कहते से इंग्रेजी मानक दिन राजा शासन घर अच्छे इंग्रेज शासन अमल घर से घर घर भांगी पड़ी। तो जी घर टाक जगह एक्सप्लोर करा देखिए आप चलो चल आम चलू जगह को चलो घर मिनिमम माने 50 वर्ष घर 50-60 वर्ष। हाँ राजा अमल घर माने राजा बुढ़ा माने सब कहते बुढ़ाबा माने कहते माने पूरा 50-60 वर्ष सी भी सी कहते आम बापा जेजे बापा कौन जानते कौन जेजेबार बापा हाँ से मैंने एमती कहते माने मुझे 4-5 जन को पचारे समस्त ही गोटे आंसर दौरान पुओ ये बहुत वर्ष घर है आ मिनिममटा 60-70 वर्ष 100 वर्ष कि 50 वर्ष घर माने आम कहीं कहीपारूँ सी कहते आम जन्म है घर होती ना इंग्रेज शासन अमल घर जो मैंने से टाइम माने रजा शासन चलता राजा शासन जो टाइम राजा मैंने शासन करते से मैंने आमर 10 पला राजा जो कहते ये आसिक से रोते पूर्व अमल हाँ से जगह आसला। तो ये देखो ये हूँ से इे जीव आम भर को यहाँ हूँ राजा घर था। तो चलन जाए हाँ एपटे देखो ये मशाणी चलो आगे लगे चलो गछ आंब गछ केड़े केड़े बाउंश मारी राजा शासन अमल राजा शासन अमल कोठरी बहुत पुराना कोठरी कुआ भी थिला ना हाँ कुआ भी अच्छी राजा अमल कुआ भी अच्छी से कुआ भी अच्छी जगह भी अच्छी अच्छी राजा किए रिलेटिव ए देखो ये जगह ये नुआ किए घर कर राजा घर थी जो घर थी तो भंगा सरी ये गोटे ये एपटे अच्छी यहाँ पर जी आम चलो जा नुआ घरटा आग नुआटा जो ना जा कौटा पुराना घरटा चलो ना चलो ये घरटा एक्सप्लोर कर खाद्य खाद्य घर पूरा लाइट मार लाइट लाइट मार देख कौन हाँ को भीतर नाइट बगा नहीं नहीं भय करनी भय भीतर भी चलला भीतर कुछ देखा नट्टी खाली नट्टी रा केने गुफा देखा देखो साप सोई जोल हिटा ना भले जाना ए भीतर जीवन जागा ना भीतर
ଏଇଟା ବହୁତ ବର୍ଷର ଘର ନା ଏ ଭିତରକୁ ଜାଗା ଯାଇ ହେବ କି ଏପଟେ ନଟି ବୁଦା ମାଡ଼ି ଗଲାଣି ସେଇ ଘର ଏମିତି ଠିଆ ହେଇକି ଷ୍ଟ୍ରଙ୍ଗ ହେଇକି ଘର ଅଛି ମିନିମମ୍ 50-60 ବର୍ଷର ଘର ମାନେ କହୁଛନ୍ତି ବହୁତ ବୁଢ଼ା ମାନେ ମାନେ କହୁଛନ୍ତି ମାନେ ଇଏ ରାଜା ଅମଳର ଘର। ରାଜା ଶାସନ କରିଥିଲେ ସେତେବେଳେ ଆଉ। ଇଂରେଜ ମାନେ ଯେତେବେଳେ ଆସିଥିଲେ ଗଛ ବେଶୀ ଡର ଲାଗେ ମାନେ ଦେଖ ଆଜିକାଲି ଯୁଗରେ ଏମିତି ବି ବାଡ଼ ରହିବନି ଏତେ ସମୟ। ରାଜାଙ୍କ ଅମଳ ଘର ଦ୍ୱାର ଅଛି ଜାଗା ବି ଦିନ ସବୁ ଗଛ ଦିଟା ଗୁମ୍ଫା ଭଳିଆ ଗଛ। ରଖୁଛ ଇଟା କିରା ସେଇଟା କରିଛନ୍ତି। ହଁ ଖାଲଟା ଦେଖୁନୁ ଖାଲ ଫାଲ ସବୁ ଜାଗା ଦିନ ଦେଖିଲେ ଜୀବନ ସେ ଡରିବ ଘର ଜାଗା କେତେ ସାଉଣ୍ଡ ଶୁଭୁଛି ଛୋରୁ ଚନ୍ଦନ ଭିତରଟା ଦେଖ ଭିତରେ ଦେଖିଲେ ଭିତରେ ଦେଖା ହେଇଛି ଭିତରେ ଏଇଠୁ ଦେଖେଇବା ଏଇଠୁ ଦେଖିବା ଆମେ କାହିଁକି ଇଆଡ଼େ ଯିବା ଦେଖିକି ସାପ ଫାପ ଥିବେ ଦେଖିକି ରେ ଭିତରେ ଦେଖନ୍ତୁ ଗାଇছে କିଛି ଜଣା ପଡୁନି ଭିତରେ ନଟିଛି ପୁରା ଜଙ୍ଗଲ ପରିକା ହେଇଯାଇଛି ନା କିଛି ନାହିଁ ସବୁ ଜାଗା ପଛପଟଟା ଏଇପଟ ଜାଗା ନାହିଁ ଏଇପଟଟା ଦେଖେଇଦବା ଏଇଠୁ କରୁଠିଆ ହେଇକି ଆସୁନ ନଟି ହେଇଯାଇଛି ତ ତାର କିଛି ବାଟ ହିଁ ନାହିଁ କୁଆଡ଼େ ଦେଖିବୁ ବାଟ ନାହିଁ ଯିବାକୁ ବାଟ ନାହିଁ ନଟି ହେଇ ସବୁ କୋଉଟା ଯିବା ଚାଲ କାଦୁଅ ହେଇଥିବ ରାଜା ଅମଳ ତ କୁହ ଦେଖିକି କାଦୁଅ ଚାଲ କାଦୁଅରେ ଯାଇ ହବନି ଅନସାଇ ଯାଇ ହବନି କାଦୁଅ ଫୁଲ କାଦୁଅ ଆରେ କୋଉଟା କେମିତି ଦେଖିବାର ନା କାଦୁଅ ଟ୍ରାକ୍ଟର ଫୁଲ କରିଦେଇଛି ଏଇ ଟ୍ରାକ୍ଟର ତା ଲାଇନ ଆସ ଭାଇ ମୁଁ ତ ଭୁଲରେ ପଶିଗଲି ଚାଲ ଆରେ ପଛ କଥା କାଦୁଅ ଦେଖି କୁଅଟା ଏଇଠି ପଡୁଥିଲା ଏଇଠି କୁହ ଏଇଠି ଅଛି କି କୁଅରେ ନା କ'ଣ ଥୁଆ ହେଇଛି ଟିଣ କିଏ ଥୋଇଛି ରେ କୁଅରେ ପାଣି ପାଣି ହଁ ମ ବିଲ ଏବେ ଏରା ସବୁ ରାଜାଙ୍କର ବିଲ ପାଣି ପ୍ରବଳ ନୁହଁ କି ରିପେୟାରିଂ କୁଅ ହେଇଯାଇଛି ନା ହଁ ପୁରା ନାଇଟ୍ ମାନ ପୁରୁଣା କାଳିଆ ପଥର କୁଅ ହେଇଥିଲା ଏବେ ଏଇଟା ରିପେୟାରିଂ ହେଇଛି ହେଇଛି ଏଇ ଯୋଉ ରାଜାଙ୍କୁ କିଏ ରିଲେଟିଭ୍ ଆସିକି ରିପେୟାରିଂ କରୁଛନ୍ତି ମାଛ ବି ଅଛନ୍ତି ମାଛ ଅଛନ୍ତି କି ଚେଙ୍ଗ ନା ନା ବାଡ଼ିରେ ତଳକୁ ମାଇଲ କିଛି ନା ତଳକୁ ମାରେ ଏଇଠିକି ମାରୁନୁ ଡିପରଟା ମାରୁନ ପାଣି କଣ ଜଙ୍ଗଲ ହେଇଯାଇଛି ପୁରା ଜାଗାର ସବୁ ହଣ୍ଟେଡ୍ ପୁରା ଜଙ୍ଗଲ ଏରିଆଟା ଚାଲ ଆମେ ସେଇ ଜାଗାଟା ହଣ୍ଟେଡ୍ ପ୍ଲେସଟା ପୁରା ଜଙ୍ଗଲଟା ଦେଖାନ୍ତି ଏକର ଜଙ୍ଗଲ ଏରିଆଟା ସେକରଟା ମାନେ ବିଲ ରାଜାଙ୍କ ବିଲ ସବୁ ଗୁଡ଼ା ଚାଲ ଲୋକମାନେ ଚାଷବାସ କରିକି ଚଳୁଛନ୍ତି ଆଉ ଲୋକମାନେ ହଁ ରାଜା ସମସ୍ତେ ଏଇଠି ଜାଗା ନା ସମସ୍ତଙ୍କ ଜାଗା ସମସ୍ତ ରାଜା ଜାଗା ବି ବାଣ୍ଟିଛନ୍ତି ସମସ୍ତେ କହୁଛନ୍ତି ନା ଯେତିକି ବି ରାଜାଙ୍କ ବ୍ୟକ୍ତିଗତ ଜାଗା ରହିଛି ତାଙ୍କର ରିଲେଟିଭ୍ କିଏ ପୁତ୍ର କ'ଣ କିଏ କହିବନି ଏବେ ମଝିରେ ଥରେ ଆସିଛନ୍ତି ଯୋଉ ବିଲ ଦେଇଛନ୍ତି ତାହେଲେ ତ ଭାଗ ନଉଥିବେ ହଁ ରାଜା ନେଉଛନ୍ତି ରାଜାର ଘରେ ରାଜା ଅଛନ୍ତି କେହି କହିପାରୁନି ଆମେ ମୁଁ ଜାଣିନି ଆଉ କୁଆଡ଼େ ରହିବ ମୁଁ ଏତେ ବର୍ଷର କଥା ହେଇକି ରାଜା ମରି ସାରିଲେଣି ତାହେଲେ ଯିଏ ଆଗରିକି ଟିକେ ମାନେ ରହିଛି ତାଙ୍କ ସମସ୍ତ ଲାଗିଛି ସେମାନେ ସବୁ ଖାଉଛନ୍ତି ଏଇ ଗୁଗୁଚିଆରାକ ଦେଖିବୁ ଅଳ୍ପ କି ଏଇ ଦିନେ ପୁରା ହଣ୍ଟେଡ୍ ରାଜା ଲଗେଇ ଦେଇକି ଯାଇଛନ୍ତି ଆଉ ଆମ୍ବ ଗଛ କୋଳି ହେଇଥିଲା ନା କ୍ଷୀର କୋଳି ନା କ୍ଷୀର କୋଳି ଏଇଠି ଅଛି ଏଇଟା ଅଛି ଏଇ କ୍ଷୀର କୋଳି ଗଛ ଅଛି ଏଠି ଚାଲ ମାନେ ଆମ ଏରିଆରେ କ୍ଷୀର କୋଳି ଗଛ ନାହିଁ ଏଇ ଗୋଟାକ ଚାଲୁ ଜାଗା ମାନେ ଖତରନାକ ଜାଗା
ଦେଖିକି ଦେଖିଲେ ଦେଖି ବହୁତ ଭୟାନକ ଜାଗା ନା ଏଇଟା ଏତେ ବର୍ଷ ତଳର ଜାଗା ଏପଟେ ଚାଲୁନ ବର୍ତ୍ତମାନ ଏବେ ଏଇ ଘରଟା ନୂଆ ତିଆରି ହେଇଛି ସେ ପାଖ ହେଇଯିବା ଦେଖନ୍ତୁ ଜାଗା ଲୋକ କହନ୍ତି ନା ନୂଆ ନୂଆ ଘର ତିଆରି ହେଲେ ମାନେ ଭୂତ ଭୂତ ରୁହନ୍ତି ଘରେ ତ ସେଇ ଘର ଦେଖନ୍ତୁ ତା ଜନ୍ମ ନୂଆ ଘର ଚାରି ଗୋଟେ ପକଉନା ତାପରେ ଏଇ ଗୋଟେ ନାଇଁ ପକଉନା ଏପଟେ ଦେଖନ୍ତୁ ଏପଟେ ମନ୍ଦିର ମାଟି ଏଇଟା ବିଟା ବି ଏଠି ସବୁ ପଡିଛି ଏଇଟା ଘର ବି ହେଇଛି ଇଟା ପଡ଼ିଛି ଏଠି ଇଟା ବି ପଡ଼ିଛି ପୁରୁଣା ଏଇଟା ପୁରା ପୁରୁଣା ଏଟା ଆଉ ସବୁ ଘର ଟୋଟାଲ ଥିଲା ଏଇ ମୋର ପୁରା ଏଇଟା ହଲ୍ ଭଳିଆ ଘର ଥିଲା ଏଇଟା ମାନେ ଭାଙ୍ଗିଛି ଦେଖୁଛ ଏବେ ରିସେଣ୍ଟ ଭାଙ୍ଗି ଦେଇଛନ୍ତି ଘର କରିବେ ବୋଲି ଆମ୍ବଡ଼ା ଭାଙ୍ଗିଛି ରେ ଏରା ଘର କରିବେ ବୋଲି ଭାଙ୍ଗିଛନ୍ତି ଘର କରିବା ପାଇଁ ଏଇଠି କେଉଁ ଜାଗା ଏଇ ଗୋଟେ ଭାଙ୍ଗିଛି ନା କିଛି ଭାଙ୍ଗି ନାହିଁ ଆମ୍ବଡ଼ା ଭାଙ୍ଗି କେମିତି ଏଇଠି ଭାଙ୍ଗିଯିବ ଗଛରେ ଲାଗିଯାଇଛି ଏଇଟା କହୁଛନ୍ତି ଭୟଙ୍କର ଟୁଟା ଏଇ ଟୁଟାରେ ବି ପ୍ରାୟତଃ ଆକ୍ଟିଭିଟି ହୁଏ ଆମ୍ବ ରାତିରେ ଆସିଲେ ନେଇପାରିନି ଜାଗାରୁ ତ ଏଇ ଜାଗାରେ ଏଇଟା ଗୋଟେ ଆମ୍ବ ଦେଖାଯାଉଥିବ ଏଇ ଜାଗା ଚାରିଟା ଆମ୍ବ ପଡୁଥିବ ଦେଖିଲା ବେଳକୁ କିଛି ଆମ୍ବ ନଥିବ ଗଛ ଏଇଟା ଭୟଙ୍କର ଟୁଟା ବି ମାନେ କହୁଛନ୍ତି ଏଇଠି ଆକ୍ଟିଭିଟି କିଛି ହଉଛି ଗଛରୁ ଡାଳ ମାନେ ଭାଙ୍ଗି ଯାଉଛି ଅଟୋମେଟିକ ଡାଳ ଲାଗିବ ପଛକୁ ନାଇଁ ପଛକୁ ନା ଏଇଠି ପକଉନ ପଛକୁ ପଛକୁ ଲାଇଟ୍ ପକରେ ଏଇ କ୍ଷୀର କୋଉ କଣ ପଇଲା ଖସିଲା ଭଳିଆ ଦୁଲୁ ଦୁଲୁ କି ଗଲା ଖସିଗଲା ଦୁଲୁ କି ଗୋଟେ ଖସିଲା ଆସାରି ରାସ୍ତାକୁ ଆସା ଆସାରି ଆସାରି ଜୟ ହନୁମାନ ଜୟ ହନୁମାନ ଜୟ ହନୁମାନ ପୁଣି ଏପଟେ ମଶାନଟା ନା ଭାଇ ଏଇ ଟୁଟାଟା ଏମିତି ବହୁତ ପୁରୁଣା ଟୁଟା ଏଠି କେହି ରାତିରେ ରହିପାରେ ମାନେ ଯେତେ ମାନେ ଯେତେ ସମୟ ଯାଉଛି ଏତେ ଆକ୍ଟିଭିଟି ଚାଲୁଛି ତମେ ନ ଜାଣିକି ଏଠି ଭିଡିଓ କରିଦଉଛ ହେଲା ଜାଗା ଟୁଟାଟା ଭୟଙ୍କର ମଶାନଟା ନା ଉପରେ ଗୋଟେ ଭାଇ ଭିଡ଼ିଓଟା ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ ନମସ୍କାର ତ ଗାଈ ଯେଉଁଭଳିଆ ଆକ୍ଟିଭିଟି ଅଛି ଏ ଭିତରେ ସମ୍ଭାଳି ହେଉନି ତ ଲୋକ ଭାବୁଥିଲେ ଲୋକଙ୍କ କଥା ମିଛ ଭାବୁଥିଲେ ଯେଉଁଭଳିଆ ଆକ୍ଟିଭିଟି ନୂଆ ମାଂସ ହଁ ଏଇଟା ପୁରୁଣା ମାନେ ଟୋକାଟାକୁ ଆଉ ମାନେ ଭୟ ଲାଗୁଛି ଆମକୁ ବି ଛାତି ଯେ ନୂଆ ଘରୁ ଯେମିତି ଆମେ ବାହାରିକି ଆସିଛୁ ଯେଉଁଭଳିଆ ମାନେ ଗଛ ଚାରିପଟେ ଦେଇକି ଓହ୍ଲେଇକି ଆଇଲା ଭଳିଆ ଯେ ବାଲି ପକେଇଲା ଭଳିଆ ବସି ପଇଲା ଭଳିଆ ଛାଇ ଗଲା ଭଳିଆ ଲାଗିଲା ମାନେ କଡ଼ କଡ଼ ବି ଡାଳ ଏମିତି ହେଲା ଟିକେ ଗୁଙ୍ଗୁରି ଯେତେବେଳେ ଗଛରୁ ସାଙ୍ଗେ ସାଙ୍ଗେ ହଠାତ୍ କ'ଣ ଆବାଜ ଆସିଲାନି ଗାଁ ଯେତେବେଳେ ଆଉ ଥରେ ରିଟର୍ନ ପଛକୁ ଫେରିଲେ ଏଇ ସାଉଣ୍ଡ ହେଇଛି ମୁଁ ଭାବିଲି ଭୂତ ବସି ପଡି ଡାଳରେ କିଏ ଭାଙ୍ଗିଗଲା କି ମୁଁ ହେଇଛି ନାହିଁ ମୁଁ ଭାବିଲି ମୋ ଉପରେ ପଡ଼ିଗଲି ଡାଳ ମୁଁ ଦୌଡ଼ିକି ପଳେଇ ଆସିଲି ଭିଡ଼ିଓ ଭଲ ଲାଗିବ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବା କାରଣ କେତେ ମେହନତରେ ଆମେ 5 ଜଣ ଭିଡ଼ିଓ ବନାଉଛୁ ତ ଆପଣଙ୍କୁ ଗୋଟେ ମାତ୍ର ରିକ୍ୱେଷ୍ଟ କରୁଛୁ ଆମେ କି ଭିଡ଼ିଓଟାକୁ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ ତ ଆପଣମାନଙ୍କ ସପୋର୍ଟିଂ ହିଁ ଆମକୁ ଆଗକୁ ବଢ଼ାଇବ
ତ ଯଦି ଭିଡ଼ିଓ ଲାଗିବ ଲାଇକ୍ ସବସ୍କ୍ରାଇବ୍ କରିବେ ଆମର ବି ସାହସ ଆଗକୁ ଆଗକୁ ବଢ଼ିବ। ଯଦି ଆପଣ ଏଇ ଭିଡ଼ିଓକୁ ସପୋର୍ଟିଂ କରିବେ ତାହେଲେ ନେକ୍ସଟ ଟାଇମ୍ ଆମେ ଜାଗାରେ କ୍ୟାମ୍ପ ପକେଇକି ରହିବାକୁ ଚେଷ୍ଟା କରିବୁ। କାରଣ ଆପଣ ଯଦି ଆମକୁ ସାହାଯ୍ୟ ମାନେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରି ସପୋର୍ଟିଂ କରିବେ ତାହେଲେ ଆମେ ଜିନିଷକୁ ଆଗକୁ ନେଇକି ଯିବାରେ ସକ୍ଷମ ହେବୁ। ତ ଏତିକି ରଖୁଛୁ, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଯଦି ଭିଡ଼ିଓ ଭଲ ଲାଗେ ଲାଇକ୍ ସବସ୍କ୍ରାଇବ୍ କରିବା। ଆମେ ଯାଇଛୁ କାରଣ ଏଇ ଜାଗା ଟିକେ ଭଲ ନୁହଁ, ପୁରା ସେ ଜାଗା ମୁଣ୍ଡରେ ଆମେ ଠିଆ ହେଇଛୁ, ବର୍ତ୍ତମାନ ଘରକୁ ବି ଯାଇଛୁ। ଆମ ଗାଁ ଠାରୁ କେତେ କିଲୋମିଟର ହବ? 3-4 କିଲୋମିଟର କି 5 କିଲୋମିଟର ଖଣ୍ଡେ ହେବ ଗାଁ। 5 କିଲୋମିଟର ହବ। ତ ଭିଡ଼ିଓ ଭଲ ଲାଗେ ଲାଇକ୍ ସବସ୍କ୍ରାଇବ୍ ତ ଗାଈ ଆମେ ରଖୁଛୁ। ଆଉ ଜାଗା ମାନେ ଏଇ ଏରିଆରେ ଟୋଟାଲ ଘର ଫର କିଛି କିଛି ନାହିଁ, ନାହିଁ, ଏଇଟା ଖାଲି ଗୋଟିଏ ଘର। ମୁଣ୍ଡିଆ ଜଙ୍ଗଲ ଏରିଆଟା ଆଉ। ଜଙ୍ଗଲ ଏରିଆ ଭିତରେ, ଜଙ୍ଗଲ ଭିତରେ ଗୋଟିଏ ଖାଲି ଘର। ଗାଈ ଭିଡ଼ିଓ ରଖୁଛୁ, ଦେଖା ହେବ ନେକ୍ସଟ ତ ରଖିଛନ୍ତି। ଜୟ ଜଗନ୍ନାଥ। ରଖିଛନ୍ତି।